ଆଗେ କୁହନ୍ତୁ ତ ଏଇ ବର୍ଷା ପାଗକୁ ଗରମା ଗରମ କିଛି ଛଣାଛଣି ଜିନିଷ ହେଇଗଲେ ସେ ପାଗର ମଜା ତ ପୁରା ଏକଦମ ଜମାଣିଆ ହେଇଯାଏ। ସେଥିପାଇଁ କି ସେଇ ସବୁ ଜିନିଷକୁ ଦୃଷ୍ଟିରେ ରଖି ମୁଁ ଆଜି ବନଉଛି ବିରି ବରା। ତ ବିରି ବରା ଯେହେତୁ ଚାଲିଛି ଶ୍ରାବଣ ମାସ, ସେଥିପାଇଁ ବିନା ପିଆଜ ରସୁଣରେ ବରାଟେ ବନିବ। କାହିଁକି ନା ପିଆଜ ରସୁଣ ବରାରେ ନ ପଡ଼ିଲେ ଟେଷ୍ଟ ତ ଜମା ବି ଭଲ ଲାଗେନି। ତଥାପି ଟେଷ୍ଟଟାକୁ ଟିକେ ଦ୍ୱିଗୁଣିତ କରିବା ପାଇଁ ସେଥିରେ କିଛି ଅଲଗା ଜିନିଷ ପକାଇବାକୁ ପଡ଼ିବ। ଅଦା ଛେଚା, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ଆଉ ତା ସହିତ ସୁଜି, ଜିରା ମଧ୍ୟ ପକାଇଲେ ଆହୁରି ବଢ଼ିଆ ଲାଗିବ। କିଛି ଅଳ୍ପ କିଛି ଲୁଣ ଦେଇକି ତାକୁ ଭଲ ଭାବରେ ବ୍ୟାଟରଟାକୁ ଗୋଳେଇ ଦେବା। ତାପରେ ରେଡ଼ି କରିଦେବା ଗରମା ଗରମ ବରା। ଏଠି ବରାର ସାଇଜ୍କୁ ମୁଁ ଏକଦମ ଛୋଟ ଛୋଟ ରଖିଛି, କାହିଁକି ନା ଆମକୁ ଛୋଟ ଛୋଟ ବରା ଖାଇବାକୁ ବହୁତ ଭଲ ଲାଗେ, ଯେମିତିକି ମାର୍କେଟରେ ମିଳୁଥିବା ଟଙ୍କିକିଆ ବରା। ତ ଏଇ ଛୋଟ ଛୋଟ ଟଙ୍କିକିଆ ବରା ଖାଇକି ଆମକୁ ତ ବହୁତ ମଜା ଲାଗିଲା। ଆପଣମାନେ ନିହାତି ଭାବରେ ଏହିପରି ଟ୍ରାଏ କରିବେ ଆଉ ଖାଇକି କମେଣ୍ଟରେ ଜଣାଇବେ କେତେ ଟେଷ୍ଟ ଲାଗିଲା। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।